ଆମ ସାହିରୁ ବର୍ତ୍ତମାନ ଆମେ ବୁଲି ବାହାରିଲୁ। ଦେଖିବା ମାର୍କେଟକୁ ଗଲା ପରେ ଦେଖିବା। ବର୍ତ୍ତମାନ ମୁଁ ତାପରେ ଆମେ ଯିବା ଏବେ ଅମଲାପଡ଼ା ପାଖକୁ। ଆସ ଆସ ଆସ, ଆମେ ଯାଉଛୁ ଏବେ। ଏଇଟା ଆସିଗଲା ଆମର ଅମଲାପଡ଼ା ଗେଟ୍। ଅମଲାପଡ଼ା ଗେଟ୍ ପୁରା ହ୍ୱାଇଟ୍ ମାରି ଦେଇଛନ୍ତି, ତ ଲାଇଟ୍ ରିଫ୍ଲେକ୍ସନ୍ ହେଉଛି। ତ ଆପଣ ଦେଖନ୍ତୁ କେମିତି କ'ଣ ହେଇଛି। ଆଗକୁ ଆମେ ଧୀରେ ଧୀରେ ଯାଉଛୁ। ଏଇଟା ଅମଲାପଡ଼ା ଗେଟ୍। এটা ବର୍ତ୍ତମାନ ଅମଲାପଡ଼ା ଲାଇଟ୍ ସବୁ ସଜା ହେଇଛି। ଆମେ ଆଗକୁ ଧୀରେ ଧୀରେ ଯାଉଛୁ। ତାପରେ ଅମଲାପଡ଼ା ମେଢ଼କୁ ଗଲେ ଆପଣଙ୍କୁ ମୁଁ ଦେଖେଇବି। ବର୍ଷା ଯୋଗୁଁ ଲୋକ ଖାଁ ଖାଁ, ଲୋକ କେହି ନାହାନ୍ତି। କୋଉଟେ ଖାଇବୁ ମୂର୍ତ୍ତିଟା ଦେଖିଦେ। ମ୍ୟାଡ଼ାମଙ୍କର ଆଗ ଗୁପଚୁପ୍ ଖାଇବା ପାଇଁ ଇଚ୍ଛା ହେଲା। ମୁଁ କହିଲି ଆଗ ମୂର୍ତ୍ତିଟା ଟିକେ ଦେଖିଦିଅ, ତାପରେ ଖାଇବ। ଗୁପଚୁପ୍ ଖାଆନ୍ତୁ, ଯାହା ଖାଇବା ତ ଖାଇବେ ଆଜି ଆଉ। ଏଟା ଆମ ବସଷ୍ଟାଣ୍ଡ ଗଲେ ଆମର ମୂର୍ତ୍ତି ଅମଲାପଡ଼ା ବସଷ୍ଟାଣ୍ଡର ଲକ୍ଷ୍ମୀ ମୂର୍ତ୍ତି। ଏଇଟା ବର୍ତ୍ତମାନ ଅମଲାପଡ଼ା ଆମେ ମୂର୍ତ୍ତି ପାଖକୁ ପହଞ୍ଚି ଯାଇଲେ ବସଷ୍ଟାଣ୍ଡ। ତାଙ୍କର ଆଜି କ'ଣ ମେଳା ଫେଳା ହବ କି କ'ଣ ହବ, ଖୋଳ କରିଦିନ ସବୁ ଲୋକ ବସୁଛନ୍ତି। ଏଇଟା ଅମଲାପଡ଼ା ମୂର୍ତ୍ତି ଆମର। ଦେଖନ୍ତୁ କେମିତି କ'ଣ ହେଇଛି, ଦେଖନ୍ତୁ। ତ ତାଙ୍କର କ'ଣ ଆୟୋଜନ ଅଛି, ଖୋଳ କୀର୍ତ୍ତନ, ଭଜନ ସମାରୋହ କ'ଣ ହବ। ଆଉ ଚାଲ ବର୍ତ୍ତମାନ ଆମେ ଅମଲାପଡ଼ା ମୂର୍ତ୍ତି ପାଖରେ ଅଛୁ। ବାବୁ ହେରିକା ଆମେ ସବୁ ମିଶିକି ଅଛୁ। ଭଗବାନ ଅଛନ୍ତି ପଛପଟେ। ହେଲା, ଆଉ ଯାଉଛୁ। ମ୍ୟାଡ଼ାମ କହିଲେ ଟିକେ ଗୁପଚୁପ୍ ଫୁଚୁପ୍ ଖାଇଦେବା। ତେଣୁକରି ମୁଁ ଦେଖୁଛି ଗୁପଚୁପ୍ ପରେ କ'ଣ ଖାଉଛୁ, ଆଗକୁ କ'ଣ ଖାଇବୁ। ଆଉ ସବୁ ଏଠି ଦେଖନ୍ତୁ ପଳେଇ ଆସିଲୁ। ଭାଇ ସବୁ ରେଡ଼ି? ଦେଖନ୍ତୁ ଭାଇ ଆମର ମସଲା ଫସଲା ଏଠି ସବୁ ରେଡ଼ି କରିଦେଇଛନ୍ତି। ଦେଖିବା ତାଙ୍କଠୁ ଗୁପଚୁପ୍ ଟିକେ ଟ୍ରାଏ କରିବା, କେମିତି କ'ଣ ଲାଗୁଛି ଦେଖିବା ଆଉ। ଆଉ ଆମର ହିନ୍ଦୋଳ ଲକ୍ଷ୍ମୀ ପୂଜା ଭିତରେ ଆମେ ଟିକେ ଗୁପଚୁପ୍ ଟିକେ ଖାଇଦେବା। ତାପରେ ଆଗକୁ ଦେଖିବା କ'ଣ କ'ଣ। ବାଦାମ ବଢ଼ିଆ ମସଲା କରନ୍ତୁ ଭାଇ, ବାଦାମ ଫାଦାମ ପକେଇ ବହୁତ କିଛି ରେଡ଼ି କରିଦେଲା। ଖାଇବା, ଦେଖିବା ତାପରେ କ'ଣ କେମିତି ହେଉଛି ଆଉ। ଆଗକୁ ଗଲେ ଆହୁରି କ'ଣ ଜିନିଷ ଖାଇବା ଦେଖିବା। ଆପଣମାନେ ଦେଖୁଥାନ୍ତୁ। ବର୍ତ୍ତମାନ ଆମର ଗୁପଚୁପ୍ ଖାଇବା ହେଇଗଲା ରେଡ଼ି।
ବର୍ତ୍ତମାନ ଆମ ଗୁପଚୁପ ଖାଇବା ସରିଗଲା। ଆମେ ଆଗକୁ ପୁଣି ବାହାରିଲୁ ଆଉ ଖାଇପାରିବନି, ଆମେ ଖାଲି ଖାଉଛୁ ଆଉ। ମୋ କାମ ଖାଇବ କି? ବହୁତ ବାଟ ଚାଲିପାରିବୁ, ଚାଲିବୁ ଆଗ ମୋ ମନିକି ଚାଲେ ଖାଇବା ଦେଖିବା। ଆମ ବର୍ତ୍ତମାନ ତୁ ଖା ଦେଖେ କ'ଣ କେମିତି ହଉଛି। ବର୍ତ୍ତମାନ ଆମେ ଯାଉଛୁ ଆଉ ଗୋଟେ ଜାଗାକୁ, ନେକ୍ସଟ ଲୋକେସନ। ଆପଣ ଦେଖିବେ ଆଉ କୋଉଠି ଯାଉଛି, ପାଣି ମୁଁ ପିଇନି ନା, ଆପଣ ଦେଖିବେ ଆଉ। ପଳେଇ ଆସିଲୁ ଚାଟ୍ ଖାଇବା ପାଇଁ। ବର୍ତ୍ତମାନ ଆମର ଚାଟ୍ ରେଡ଼ି ଚାଲିଛି। ଦେଖନ୍ତୁ କେମିତି କ'ଣ ସବୁ ପ୍ରୋସେସରେ ତିଆରି ହେଉଛି। ଚାଉମିନ, ଚାଟ୍, ସବୁ ମଞ୍ଚୁରିଆନ୍ ସବୁ ରେଡ଼ି ହେଉଛି। ଆଉ ବର୍ତ୍ତମାନ ବସିଛୁ ଆମେ ସବୁ ଖାଇବା ପାଇଁ। ଦେଖନ୍ତୁ ମୋ ସାନ ଭାଇ ବର୍ତ୍ତମାନ ରେଡ଼ି କରିଦେଲେ। ଆଉ ନିର୍ମଳ ବାବୁ ତ କୁଆଡ଼େ ଯାଇଛନ୍ତି ଆଉ। ଭାଇ ଆମର ରେଡ଼ି କରିସାରିଲେଣି। ବର୍ତ୍ତମାନ ଆମେ ଖାଇବୁ ଆଉ। ଦେଖାଯାଉ ସବୁ ତ ତାଙ୍କର ଚାଲିଛି ପ୍ରିପାରେସନ୍, କେମିତି କ'ଣ ସବୁ ଚାଲିଛି। ପାର୍ସଲ କାହିଁ ହଁ ଦେଖନ୍ତୁ ସେ ଏପଟେ ଆମର ରେଡ଼ି କରିଦେଉଛି, ଖାଉଛୁ ଆଉ। ଲକ୍ଷ୍ମୀ ବଜାରରେ ଭାଇ ମୋର ଗୋଟେ ହାଇ କରିଦେଲା। ସବୁ ବ୍ୟସ୍ତ ବହୁଳ ଭିତରେ ସବୁ ଚଳେଇଛନ୍ତି ଆଉ। ପ୍ରିନ୍ସ ଆମର ବର୍ତ୍ତମାନ ଠିଆ ହେଇ ଖେଳୁଛି ପଛପଟେ। ଆଉ ଅଚାନକ ବର୍ଷା ହେଲା, ତରବରରେ ଆମେ ପଳେଇ ଆସିଛୁ। ଜାଣିଛି ଆପଣମାନେ ଦେଖିକି ମ୍ୟାନେଜ କରିବେ ଆଉ। ଭଲ ଠିକ୍ ଠାକ୍ ଅଛି। ଟେଷ୍ଟ କେମିତି ଅଛି? ନା ସିଏ ଖାଇବନି। ଓ ନିର୍ମଳ ବାବୁ ତମେ କାଳେ ଅଧାର ଖାଲି ପଳଉଛ। ଆମେ ମସ୍ତ ଲାଗୁଛି। ତାପରେ ନେକ୍ସଟ ଷ୍ଟପେଜକୁ ଯିବା, ଦେଖିବା କ'ଣ କେମିତି ଖାଇବା ମିଳୁଛି ଆଉ। ପୁଅ ହଇରାଣ କରୁଛି, କ୍ୟାମେରା ସୁଟ୍ କରିବନି। ମୁଁ ବ୍ୟାକ୍ କାମ କରୁଛି। ଆମର ଖାଇବା ସରିଲା, ଖାଇକି ଜଷ୍ଟ ଆମେ ବାହାରିଲୁ। ଏଇ ମିସ୍ତ୍ରୀ ବାବୁ, ଓ ମିସ୍ତ୍ରୀ ବାସ୍। ଆମେ ବର୍ତ୍ତମାନ ବାହାରିଲୁ ଖାଇକି, ବାହାରିଲୁ ଆସ। ବର୍ତ୍ତମାନ ବାହାରିଲୁ ଆମେ ଆଗକୁ। ଏଇଟା ବର୍ତ୍ତମାନ ଆସିଗଲା ଆମର ମେଡ଼ିକାଲ ଛକ ଗେଟ୍। ଏଇଟା ଆମର ହନୁମାନ ମନ୍ଦିର। ମୁଁ ଏଠି ଯାଉଛି ଦେଖେଇବି ମେଡ଼ିକାଲ ଛକ ମୂର୍ତ୍ତି ବର୍ତ୍ତମାନ ଆସିବ। ଆପଣ ଦେଖ ଚାଲ ଆସ। ତ ମେଡ଼ିକାଲ ଛକରେ ଆମେ ଆଗକୁ ପୁଣି ବାହାରିଲୁ। ଦେଖିବା ଆଗରେ କ'ଣ କେମିତି ଦେଖନ୍ତୁ ମେଡ଼ିକାଲ ଛକରେ ଏମିତି କିଛି କରିଛନ୍ତି। ବର୍ତ୍ତମାନ ଆମର ଆସିଗଲା କଳ୍ପନା ବଜାର, ଯୋଉଟାକି ଆମର ସାଆନ୍ତ ସାହି, ତାଙ୍କ ଗେଟ୍। ଦେଖନ୍ତୁ ଏଇଟା ହେଉଛି ସାଆନ୍ତ ସାହିର କଳ୍ପନା ବଜାର, ତାଙ୍କ ଗେଟ୍। ଆଉ ତାଙ୍କ ଲାଇଟ୍ ଦେଖନ୍ତୁ କେମିତି କ'ଣ ହେଇଛି, ଆପଣମାନେ ଦେଖିନି।
ସବୁ ଲାଇଟ୍ ଡେକୋରେଟ୍ ହେଇଛି। ଦେଖନ୍ତୁ ଆମର ଏଠି ସବୁ ଷ୍ଟେସନାରୀ ଫେସନାରୀ କ'ଣ ସବୁ ବସିଛି। ଏଠି କ'ଣ କାଚ ଫାଚ ସବୁ ମିଳୁଛି। ତାପରେ ଏଇ ଜଷ୍ଟ ଆଗରେ ମୂର୍ତ୍ତି ଆମର କଳ୍ପନା ବଜାରର ସାନସାଇ। ଦେଖନ୍ତୁ ଏଠି ସାନସାଇ କଳ୍ପନା ବଜାର ମୂର୍ତ୍ତି କେମିତି କ'ଣ ହେଇଛି ଆପଣମାନେ ଦେଖନ୍ତୁ। ଏଇଟା ଆମର ସେଲ୍ଫି ପଏଣ୍ଟ କରାହେଇଛି। ସାନସାଇର ସେଲ୍ଫି ପଏଣ୍ଟ। ଆଗକୁ ଯାଉଛୁ ଆଉ। ଏଇଟା ଦେଖନ୍ତୁ ଚାଟ୍ ଫାଟ ସବୁ ଅଛି। ଏଇଟା ହେଲା କଳ୍ପନା ବଜାରର ଏଣ୍ଡ ଗେଟ୍। ହାଟର ଗେଟ୍ଟା ହେଉଛି ତା ଆଗଟା। ଏଇଟା ଆପଣମାନେ ଦେଖନ୍ତୁ, ଏଇଟା ହେଉଛି ହାଟର ଗେଟ୍ଟା। ହାଟର ଗେଟ୍ରେ ବର୍ତ୍ତମାନ ଆମେ ଆସି ପହଞ୍ଚିଗଲୁ। ବର୍ତ୍ତମାନ ଆମେ ଆସି ପହଞ୍ଚିଗଲୁ ବୁନାଇର ଷ୍ଟଲ୍ରେ। ଆଉ ଏଇଟା ଆମର ବିଜୁ ବାବୁଙ୍କ ଷ୍ଟଲ୍ରେ। ସେ ଆମେ କ'ଣ କରିକି ଦେଉଛନ୍ତି। ଏଇଟା ଭାଇ ଏଇଟା କ'ଣ କରୁଛ ଭାଇ ନା ଦାଦା? KFC। ଆଚ୍ଛା, ଆମକୁ କ'ଣ ଗୋଟେ ଦେବ କହିଥିଲ? ଏଇଟା କ'ଣ କି ଆଉ ସଜେଇକି ପୁରା ରଖିଛନ୍ତି। ଦେଖାଯାଉ। ଫାର୍ଷ୍ଟ ଟାଇମ୍ ଆମେ ଟ୍ରାଏ କରିବା ସେ କ'ଣ ଛାଣୁ ଆଉ ଗୋଟେ ସଜେଇକି ରଖିଛନ୍ତି ଏଠି। ବସ ଏଠି ବସ। ଦେଖିବା କ'ଣ ଦେବ ଆମକୁ। ଆମେ ଗୋଟେ ଟେଷ୍ଟ କରିବା। ବୁନାଇ ତାଙ୍କର ଭର୍ତ୍ତି କରୁଛନ୍ତି ଚଟଣି ଫଟଣି କ'ଣ ଗୋଟେ ଆଉ ହେଲା। ଦେଖିବା ଖାଇଲା ପରେ ଦେଖିବା କ'ଣ କେମିତି ଟେଷ୍ଟ ଅଛି। ରହିଲୁ ଗୋଟେ ଆଉ। ବର୍ତ୍ତମାନ ଆମର ମୋମୋ KFC ପଳେଇ ଆସିଲା। ଆଉ ମୋମୋ ଷ୍ଟିମ୍ ବି ପଳେଇ ଆସିଲା। ୟାପରେ ଆମର ଷ୍ଟିକ୍ ଆସିବ। ଏଇଟା ଦେଖିବା କେମିତି କ'ଣ ଟେଷ୍ଟ ହେଉଛି ଆଉ। ଏଇ କ'ଣଟା ଚାମଚ ଅଛି କି? ଏ ବିଜୁ ଚାମଚ ଦିଅ ମ ଦିଅ ରାତି। ତ ବର୍ତ୍ତମାନ ଖାଇବୁ। ଖାଇସାରିକି ଆଗକୁ ଆଉ ଯାଇପାରେ ନା ଭାବୁଛି। ନେକ୍ସଟ ଟାଇମ୍ ଦେଖିବା ତାପରେ ଆଉ। ଦେଖନ୍ତୁ ଆମର ମୀରା ବଜାର ପାଖରେ ଷ୍ଟଲ୍ ଦିଅନ୍ତି ଭାଇ। ଆଉ କେମିତି କ'ଣ ଟେଷ୍ଟ ହେଉଛି ଦେଖିବା ଆଉ। ଭାଇ ଷ୍ଟିକ୍ ଦେଇଦେଲା ଆମର। ମୋ ପାଇଁ ଆଉ ଭାଉଜର ଖାଲି ଦେବ। ଦେଖ ମୋ ଭାଇ କେଟେ ସ୍ୱାର୍ଥପର, ଖାଲି ଥୁଇ ଦେଉଛନ୍ତି ବାଦ। ଖା ଦେଖି କ'ଣ ଲାଗୁଛି। ବହୁତ ଗରମ ଅଛି ରେ। ବହୁତ ଗରମ। ସସରେ ବୁଡ଼େଇ ଖା। ବହୁତ ଗରମ ଅଛି। ମୁଁ ଷ୍ଟିମ୍ଟା ଖାଇଲି। ବର୍ତ୍ତମାନ KFC ସବୁ ଟ୍ରାଏ କରିବା। ବହୁତ ଗରମ ଅଛି। जो गरम मुंड खराब। स्टीम खाऊं क्या से काले KFC खाऊं स्टीम टेस्ट कर रे। बर्तन आगला स्टिकटा बर्तन आमर स्टिक आसगला।
ଦେଖିବା ଏଇଟା କିନ୍ତୁ କଣ୍ଟେଷ୍ଟ ନାହିଁ ଫାଷ୍ଟ ଭିଡ଼ିଓ ଖାଇବ ନା ପୁରା ଗରମ ଅଛି ବହୁତ ଗରମ କେମିତି ଲାଗୁଛି କହ ବଢ଼ିଆ ଭଲ ଲାଗୁଛି ଷ୍ଟିମ୍ଟା ଟେଷ୍ଟ ନାହିଁ ଯେଉଁ ଏଇଟା କ'ଣ କିରେ KFCଟା ତାକୁ ଭଲ ଲାଗୁଛି ଷ୍ଟିମ୍ଟା ଭଲ ଲାଗୁନି ଦେଖାଅ ତାକୁ ଭଲ ଲାଗୁଛି ମତେ ତ ଷ୍ଟିମ୍ଟା ଭଲ ଲାଗୁଛି କିନ୍ତୁ ତାକୁ KFCଟା ଭଲ ଲାଗୁଛି ବର୍ତ୍ତମାନ ଆମେ ଖାଇକି ବାହାରି ଗଲୁ ଷ୍ଟଲରୁ KFC ଷ୍ଟିମ୍ KFC ମୋମୋ ଷ୍ଟିମ୍ ମୋମୋ ଆଉ ଷ୍ଟିକ୍ ଆଗକୁ ତାପରେ ବାହାରିଗଲୁ ପୁରା ଆଜି କଭରେଜ ଆମେ କରିପାରିବୁନି କାରଣ ଛୋଟ ଛୁଆଟାକୁ ଧରିକି ଆସିଛୁ ସେଥିପାଇଁ ଜଷ୍ଟ ଆଗରୁ ଖାଲି ବୁଲିକି ପଳେଇବୁ ଆଉ ନେକ୍ସଟ ଟାଇମ୍ ଗଲେ ଆପଣମାନେ କେବେ ଦେଖିବେ ଆଉ ମୁଁ ବ୍ୟାକ୍ କ୍ୟାମେରା କରୁଛି ଆପଣମାନେ ଦେଖନ୍ତୁ ଆଗରୁ ପଳେଇବା ଏଇଟା ଗୋଟେ ମୂର୍ତ୍ତି ହେଇ ଆଉ ଏଇଠୁ କେତେ ମିଟର ଗଲେ ଗୋଟେ ମୂର୍ତ୍ତି ଏତେ ସେଇଠି ପଳେଇବା ମୁଁ ଧରିବିନି ତାପରେ ତାଠୁ ଏଇଠୁ ନେଇଯାଅ ନାହିଁ ଆଗରୁ ନେଇଯା ଦେଖନ୍ତୁ ଏଇଟା କେମିତି ଭୂତର ଆନିମେସନ କରାହେଇଛି ଆଉ ଏଇଟା ଆମର ହାଟର ମେଢ଼ଟା ଦେଖନ୍ତୁ କେମିତି କ'ଣ ହେଇଛି ଆଉ ତା ତଳେ ଆମର ହେଉଛି କାରିଗର ସାହିର ମେଢ଼ଟା ସେଇଠୁ ଆମେ ପଳେଇବୁ ଆଉ ଯାଇପାରିବୁନୁ ଆଗକୁ ଆହୁରି ବହୁତ ମେଢ଼ ଅଛି ହେଲେ ଆମେ ଚାଲି ଚାଲିଛୁ ଆମ ସାଙ୍ଗରେ ଛୋଟ ଛୁଆଟା ଅଛି ସେଇଥିପାଇଁ ଆମେ ଏତେ ବାଟ ଚାଲିପାରିବୁନୁ ଆଗଠୁ ପଳେଇବୁ ଆଉ ଖାଲିଟା ପାଖରେ ଅଛି ବୋଲି ପଳେଇ ଆଇଲୁ ସେଇଟା ଗୋଟେ ମେଢ଼ ଖାଲି ଏଇଠୁ ଦେଖିକି ପଳେଇବା ମୁଁ ତାପରେ ଧରିବି ଏଇ ଛୁଆ ଖାଲି ପୂଜା ବୋଲିବ ଦେଖିଲା ବେଳକୁ କହୁଛି ମୁଁ ଆଉ ଚାଲିପାରିବିନି ବୁଝିଲ କି ମୁଁ ତ କହୁଛି ଏତେ ବାଟ ଆମେ ଚାଲିପାରିବା ନା ମୁଁ ପୂଜା ବୁଲିବି ପୂଜା ଦେଖିଯିବି ଆମେ ତାହେଲେ ଅଧା ବି କଭରେଜ କରିପାରିଲୁନୁ ସମୁଦାୟ 4ଟା ନା 5ଟା ମେଢ଼ ଦେଖିଲୁ ଆହୁରି ପ୍ରବଳ ଅଛି ତଳ ଆଡ଼େ ମୁଁ ଯାଇପାରିବିନି ଯଦି ମୁଁ ଏକୁଟିଆ କେତେବେଳେ ଆସିଲି ମୁଁ ଦେଖିବି ନା ତତେ ନାଇଁ ତୁ ଚାଲିପାରୁନୁ ନାଇଁ ୟାକୁ ଆଣିବାନି ମୁଁ ଏକୁଟିଆ ଆସିବି ମୁଁ ଏକୁଟିଆ ଆସିଲି ଦେଖେଇବି ଆଉ ଦେଖନ୍ତୁ ଏଇଟା ଆମର କାରିଗର ସାହିର ମେଢ଼ଟା ଅଛି ଆଗରେ ସେଇ ଯାକୁ ଯାଇକି ମୁଁ ଦେଖେଇ ଦେଉଛି ମୋ ପେଟ କିନ୍ତୁ ଫୁଲ ପେଟ ମୋର ଫୁଲ ଖଇ ବ୍ୟାକ୍ କ୍ୟାମେରା କରୁଛି ଆପଣମାନେ ଦେଖନ୍ତୁ ଏଇଟା ଦେଖନ୍ତୁ ଆମର କାରିଗର ସାହିର ମେଢ଼ ଆଉ ବହୁତ ମେଢ଼ ଅଛି ତଳ ଆଡ଼େ କିନ୍ତୁ ଚାଲିପାରିବୁନି ଛୋଟ ଛୁଆଟା ଆମ ସାଙ୍ଗରେ ଅଛି ସେ ବି ଖାଇନି ଆମେ ଯାହା ଯେମିତି ଖାଇଦେଉଛୁ ମାର୍କେଟରେ କିନ୍ତୁ ସେ କିଛି ଖାଇପାରୁନି ତ ସେଇଥିପାଇଁ ମୁଁ ଘରକୁ ପଳାଉଛୁ ହେଲା ଆପଣମାନେ ଦୟାକରି କ୍ଷମା କରିବେ
नेक्स्ट वीडियो आसिले मु टोटाल पूरा वीडियो देवी आ मेंशन करबी को बजार आपण देखिए या पर सेकंड पार्ट आसीबो देखो या पर हेपटे आहुरी मेढ़ अच्छी कि मुझे बाट बुली पारि कारण जेहेतु आम सागे छोट पिलाटे आसी छोट कुनी चल हेपड़ी चल जेहेतु आम सागे कुनी छोट पिलाटे आसी तो से आपको देखई पारिनी तो आम बर्तमान देखु सी पूरा खाଇବା व्यस्त तो आमको विजय दिंतु रोचे नेक्स्ट ब्लॉगर देखिए।